ଆଉ ଯେ ଆସିବ ସେ କେବେ ହେଲେ ଆସିବ ଟ୍ରାଏ କରିବନି ଭୁଲରେ ସୁଧା ନହେଲେ ଅବସ୍ଥା ସାଂଘାତିକ ହେଇଯିବ। ବର୍ତ୍ତମାନ ଆମେ ଯେମିତି ଘାଣ୍ଟି ହଉଛୁ ମତେ ଲାଗୁଛି ଆମେ ଗାଁକୁ ଆଜି ଫେରିବୁନୁ। ଫେରିଲେ ତୁମର ପଦେ ନିଅନ୍ତୁ ନାହିଁ ତୁ ତୁ ବାଘା ତୁ ଆଗରୁ ମିଶୁ ଏବେ ମିଶୁ ଏଠେଇ ନୁହଁ ଉପରେ କରିବା ନା ଉପରେ ପାଣି ପାଣି ଅଛି କି ଉପରେ ଦେଲୁ ନୂଆ ବର୍ଷରେ ଦର୍ଶନ ସାଙ୍ଗେ ସାଙ୍ଗେ ଏକ ପିକନିକର ଭୋଜିର ଆୟୋଜନ କରନ୍ତି। ତା ସାଙ୍ଗେ ସାଙ୍ଗେ ଆମେ ବାହାରି ପଡ଼ିବୁ ସେଇ ମା ଶୁକଲଙ୍କ ଦର୍ଶନ କରିବା ପାଇଁ। ପାଖାପାଖି ଜଙ୍ଗଲରେ ଆପଣଙ୍କୁ 7ରୁ 8 କିଲୋମିଟର ଯିବାକୁ ପଡ଼ିବ। ତେଣୁ ଆମର ଏକ ଛୋଟ ଟିମ୍ ନେଇ ଆମେ ସେ ବଣଭୋଜି କରିବା ପାଇଁ ବାହାରି ପଡ଼ିବୁ। ଚାଲନ୍ତୁ ଦେଖିବା ସେ ଶୁକଲ ବୁଢ଼ୀର ଦର୍ଶନ ଏବଂ ତା ସାଙ୍ଗେ ସାଙ୍ଗେ ବଣଭୋଜିର ମଜା। ଶୁକଲମର ଯିବାକୁ ହେଲେ ପାଖାପାଖି ଆପଣଙ୍କୁ 8ରୁ 10 କିଲୋମିଟର ଜଙ୍ଗଲ ପାହାଡ଼ରେ କିନା ଯିବାକୁ ପଡ଼ିଥାଏ ସେହି ଶୁକଲମୁଢ଼ୀ ଦର୍ଶନ କରିବା ପାଇଁ। ତେଣୁକରି ଆମେ ଏତେ ବାଟ ଯିବା ପାଇଁ ସକାଳୁ ସକାଳୁ ପୁରା ଜିନିଷ ସାମଗ୍ରୀ ସାଙ୍ଗରେ ନେଇ ବାହାରି ପଡ଼ିଲୁ ମା ଶୁକଲମୁଢ଼ୀ ଦର୍ଶନ ପାଇଁ, ତା ସାଙ୍ଗେ ସାଙ୍ଗେ ବଣଭୋଜି କରିବାକୁ। ଏତେ ବାଟ ଯିବା ପାଇଁ ହେଲେ ଆପଣଙ୍କୁ ଯେମିତି ହେଲେ ସକାଳୁ ବାହାରିବାକୁ ପଡ଼ିବ। ସେଇଥିପାଇଁ ଆମେ ସମସ୍ତେ ବାହାରି ପଡ଼ିଥିଲୁ ସକାଳୁ ସକାଳୁ ବଣଭୋଜି କରିବାକୁ। ବହୁତ ବାଟ ଅତିକ୍ରମ କରିବାକୁ ହେବ, ତେଣୁକରି ଆମେ ସବୁ ସଜ ସାମଗ୍ରୀ ସାଥିରେ ନେଇ ଚାଲିଥିଲୁ ଏବଂ ପାହାଡ଼ ଚଢ଼ା ଆରମ୍ଭ କଲୁ। ଚାଲନ୍ତୁ ଦେଖିବା ପାହାଡ଼ ଚଢ଼ା ତା ସାଙ୍ଗରେ ଆମ ଛୋଟ ଟିମ୍ର ମଜା ଓ କୌତୁହଳ କଥାବାର୍ତ୍ତା। ଯେହେତୁ ବାଟ ବହୁତ ଦୂର ଥିଲା ତ ଏକା ସାଙ୍ଗରେ ଯିବା ପାଇଁ ଅସମ୍ଭବ ଥିଲା, ତେଣୁକରି ଆମେ ବାଟରେ କିଛି କିଛି ଦୂର ବାଟ ଯାଇ ରେଷ୍ଟ ନେଉଥିଲୁ ଏବଂ କିଛି ମଜା କୌତୁହଳ କଥା ହୋଇ ପୁଣି ଆଗେଇ ଚାଲିଥିଲୁ ସେହି ମା ଶୁକଲବୁଢ଼ୀଙ୍କ ପାଖକୁ ବଣଭୋଜି କରିବା ପାଇଁକା। ବାଟ ତ ବହୁତ ଅନେକ ଥିଲା, ତା ସାଙ୍ଗରେ ବହୁତ ପାହାଡ଼ ଚଢ଼ିବାର ବି ଥିଲା। ତ ପୁଣି କିଛି ବାଟ ଚାଲିବା ପରେ ଟିକେ ସମୟ ରେଷ୍ଟ ନେଇ କିଛି କଥାବାର୍ତ୍ତା ହେଇ ପୁଣି ଆଗେଇ ଚାଲିଥିଲୁ ସେଇ ପାହାଡ଼ ରାସ୍ତା ଶେଷ କରିବା ପାଇଁ। ବାଟ ତ ବହୁତ ଥିଲା, ତା ସାଙ୍ଗରେ ବଣଭୋଜି କରିବା ପାଇଁ ମଜା ବି ଲାଗୁଥିଲା। ଆମ ସାଙ୍ଗରେ 2-3 ଛୋଟ ଡଗ୍ ବି ଆସିଥିଲେ, ସେ ବି ଭଲ ପାଇବା ଦେଇ ଆମ ସାଙ୍ଗରେ ବି ଚାଲିଥିଲେ। ସତରେ ସେ ବଣଭୋଜି ବହୁତ ନିଆରା। ବାଟ ତ ଏତେ ଦୂର ଥିଲା ଯେ ନନଷ୍ଟପ୍ ଯିବା ତ ଅସମ୍ଭବ ହିଁ ଥିଲା। ତା ଭିତରେ ବଣଭୋଜି ମଜା ବି ଲାଗୁଥିଲା। ଏମିତି କଥାବାର୍ତ୍ତା ହସ ଖୁସି ମଧ୍ୟରେ ଟିକେ ଟିକେ ରେଷ୍ଟ ନେଇ ପୁଣି ଥରେ ବାହାରି ପଡ଼ିଥିଲୁ ବଣଭୋଜି କରିବା ପାଇଁ। ସତରେ ସେ ଭୋଜି ନା କି ଖୁସି, ଏହା ତ କଳ୍ପନା ବି କରିହେବ ନାହିଁ। ତା ଭିତରେ କୌତୁହଳ କଥା କହି ଆମ ଛୋଟ ଟିମ୍ ମଜାମସ୍ତି କରି ଆଗେଇ ଚାଲିଥିଲେ ସେ ପାହାଡ଼ର ରାସ୍ତାକୁ ଅତିକ୍ରମ କରି ଶେଷ କରିବା ପାଇଁ। ପୁଣି କିଛି ବାଟ ଯାଉଥିଲା, ପୁଣି ବାଟରେ ରେଷ୍ଟ ନେଇ ପୁଣି ଆଗେଇ ଚାଲିଥିଲେ। ସତରେ ମଜା ତ ବହୁତ ଲାଗୁଥିଲା, କିନ୍ତୁ ତା ଭିତରେ ଥକାନ ବି ଲାଗୁଥିଲା। ହେଲେ ସେ ମଜା ଭିତରେ ଥକାନକୁ ଜମା ମେହସୁସ କରି ହେଉନଥିଲା, କାହିଁକି ନା ବଣଭୋଜି ତା ସାଙ୍ଗରେ ମା ଶୁକଲବୁଢ଼ୀର ଦର୍ଶନ। ବାଟ ତ ବହୁତ ଥିଲା ଆଉ ହାଲିଆ ବି ବହୁତ ଜୋରରେ ଲାଗୁଥିଲା, ଥକାନ ବି ଲାଗୁଥିଲା, କିନ୍ତୁ ମନରେ ଗୋଟିଏ ନିଶା ଥିଲା ମା ଶୁକଲମଲର ଦର୍ଶନ ଏବଂ ବଣଭୋଜିର ମଜା। ସେହି ଆଶା ନେଇ
ଧୀରେ 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 ଆମ ଛୋଟ ଟିମ୍ ଆଗକୁ ବଢ଼ିବାରେ ଲାଗିଥିଲେ। କିନ୍ତୁ ଥକାନ ତ ବହୁତ ହେଉଥିଲା, ତଥାପି ମଜା ବି ଲାଗୁଥିଲା। କାରଣ ଏତେ ରାସ୍ତା ଅତିକ୍ରମ କରିବାର ଥିଲା, ତେଣୁ ସେଥିପାଇଁ ଆମେ ପ୍ରଚୁର ପରିମାଣରେ ବି ପାଣି ସାଥିରେ ନେଇଥିଲୁ। କାରଣ ପାଣି ନହେଲେ ବି ଏ ରାସ୍ତା ଅତିକ୍ରମ କରିବା ବହୁତ ମୁସ୍କିଲ। ତା ଭିତରେ କଷ୍ଟେ ମଷ୍ଟେ ପରିଶ୍ରମ କରି ଆମ ଛୋଟ ଟିମ୍ ଆଗେଇ ଚାଲିଥିଲେ ଆଗକୁ। କାହିଁକି ନା ମନ ଭିତରେ ଥିଲା ବଣଭୋଜିର ନିଶା, ମା ଶୁକଲମଲ୍ଲର ଦର୍ଶନ। ତାହାରି ଭିତରେ ଆମର ଏ ଛୋଟ ଟିମ୍ଟି ରାସ୍ତାର ପ୍ରତ୍ୟେକ ବାଟକୁ ନେଇ ଚିନ୍ତିତରେ ଥିଲେ, କିନ୍ତୁ ମଜା ବି ଉଠାଉଥିଲେ। କେହି ଆସିବନି ଦୟାକୁ କି ଖଳା ଆସନି। କଣ ହେଲା, କଣ କାହିଁ ଅସୁବିଧା କଣ ମୁଁ ଜାଣିପାରୁନି ତ। ତା ଭିତରେ କୌତୂହଳ କଥା କହି ହଁ। ଆମ ଛୋଟ ଟିମ୍ ମଜା ମସ୍ତି କରି ଆଗେଇ ଚାଲିଥିଲେ ସେ ପାହାଡ଼ର ରାସ୍ତାକୁ ଅତିକ୍ରମ କରି ଶେଷ କରିବା ପାଇଁ। ପୁଣି କିଛି ବାଟ ଯାଉଥିଲା, ପୁଣି ବାଟରେ ରେଷ୍ଟ ନେଇ ପୁଣି ଆଗେଇ ଚାଲିଥିଲେ। ସତରେ ମଜା ତ ବହୁତ ଲାଗୁଥିଲା, କିନ୍ତୁ ତା ଭିତରେ ଥକାନ ବି ଲାଗୁଥିଲା। ହେଲେ ସେ ମଜା ଭିତରେ ଥକାନକୁ ଜମା ମେହସୁସ କରି ହେଉନଥିଲା। କାହିଁକି ନା ବଣଭୋଜି ତା ସାଙ୍ଗରେ ମା ଶୁକଳ ବୁଢ଼ୀର ଦର୍ଶନ। 7 କିଲୋମିଟର ଉପରେ ଆମେ ଆସିବୁ। କୁକୁର ମୋ ପଛ ପଛ ଆଉଛନ୍ତି, ଆଉ ଗୋଟେ ସାଇଡରେ ଯାଉଛନ୍ତି ବା। ପାଖାପାଖି 8ରୁ 7 କିଲୋମିଟର ଅତିକ୍ରମ କରିସାରିଲା ପରେ ଆମେ ଆସି ସେଇ ମା ଶୁକଲମଲ୍ଲଙ୍କ ପାଖାପାଖି ପହଞ୍ଚିବାରେ ଲାଗିଗଲୁ। ଆଉ ଅଳ୍ପ କିଛି ସମୟ ପରେ ଆମେ ତାଙ୍କର ଚରଣରେ ଆସି ପହଞ୍ଚିଯିବୁ। ସମସ୍ତେ ସେହି ଗୋଟିଏ ଆଶା, ଗୋଟିଏ ଭରସା ଆଉ ଗୋଟିଏ ନିଶା, ବଣଭୋଜି, ମାଙ୍କ ଦର୍ଶନ। କୁକୁଡ଼ା ଜୟ ଜଗନ୍ନାଥ ଡାକୁଛି। ପାଖାପାଖି 10 କିଲୋମିଟର ଚାଲିକି ଆମ ପିଲା ପଳେଇ ଆସିଛନ୍ତି ଭୋଜି କରିବାକୁ। ଆଗରେ ଆସିକି ଠିଆ ହେଇଛନ୍ତି। ଆସ ବିସ୍କୁଟ ଖାଇବା, ଆସ ବିସ୍କୁଟ ଖାଇବା, ଆସ। ବର୍ତ୍ତମାନ ଆମର ରାସ୍ତା ଶେଷ ହେଇଛି, ପରିବର୍ତ୍ତନ ହେଲା ପଥ। ଶୁକଲମଲ୍ଲ ପିଲା ଆମର ପହଞ୍ଚିଛନ୍ତି, ଖୁସିର ଠିକଣା ନାହିଁ। ଏଠି ପିଲା ରାତିରେ ରହିଛନ୍ତି। ଏଠି ନୁହଁ ଉପରେ କରିବା ନା। ଚାହୁଁ ଚାହୁଁ ଆସି ମାଙ୍କ ପୀଠରେ ଆମେ ପହଞ୍ଚି ଯାଇଛୁ। ବର୍ତ୍ତମାନ ଆମେ ଏଇ ମାଙ୍କ ପୀଠରେ ପହଞ୍ଚି ସାରିବା ପରେ ଆମେ ଦେଖିବୁ କୋଉଠି ଭଲ ଜାଗା ଅଛି, ସେଠି ଆମେ ବଣଭୋଜି କରିବା ପାଇଁ। ଏବେ ଆପଣ ଦେଖିପାରୁଥିବେ କି ସୁନ୍ଦର ପାହାଡ଼ ଭିତରେ ଆସି ଗୋଟେ ଛୋଟିଆ ଆଜବେଷ୍ଟ କୁଡ଼ିଆଟେ ତିଆରି ହେଇଛି। ଯଦି କୋଉମାନେ ବଣଭୋଜି କରିବାକୁ ଆସୁଛନ୍ତି ତାହେଲେ ଏଠି ବିଶ୍ରାମ କରିପାରିବେ। ଆଉ ଦରକାର ପଡ଼ିଲେ ମଧ୍ୟ ଏଠି ରାତିରେ ରହିକି ଆପଣ ରୋଷେଇ କରିକି ବି ଏଠି ରାତିରେ ରହିକି ରାତିର ଆନନ୍ଦ ନେଇପାରିବେ। ଏ ହେଉଛି ସେହି ପାହାଡ଼ ଯାହାର ନାଁ ହେଉଛି ଜଗତୀ। ଆପଣ ଠିକ ଆସ। ଏହାକୁ ଜଗତୀ ବୋଲି ଭାବିପାରନ୍ତି। ଏହି ପାହାଡ଼ର ନାଁ ହେଉଛି ଜଗତୀ ପାହାଡ଼। ମା ଶୁକଲ ବୁଢ଼ୀଙ୍କର ଉପରେ ଏହି ପାହାଡ଼ଟି ଅବସ୍ଥିତ ଏଇ ଅଛି। ଉପରେ ଭୋଜି କଲେ ଭଲ ଏହି ହବ। ପାହାଡ଼ ତଳେ ହିଁ ମା ପାଣି ପଛା ଆଣ ତାଙ୍କର ଦେଇ ବିରାଜମାନ ହେଇଛନ୍ତି। ଆପଣ ଦେଖିପାରୁଥିବେ
କି ସୁନ୍ଦର ଭ୍ୟୁ, କି ସୁନ୍ଦର ଏହାର ଦୃଶ୍ୟ ଆପଣ ନିଶ୍ଚୟ ଦେଖିପାରୁଥିବେ। ଏ ହେଉଛି ସେହି ସୁକଲମର ପାହାଡ଼, ଯାହାକି ପାଖାପାଖି ଆମେ 1ରୁ 2 ଘଣ୍ଟା ଚାଲିକି ଆସିବା ପରେ ଆସି ଏଠି ପହଞ୍ଚିଛୁ। ବର୍ତ୍ତମାନ ଆମେ ଏହାର ବହୁତ ଉପଭୋଗ କରୁଛୁ ଏବଂ ଏହାର ନଜାରା ବହୁତ ସୁନ୍ଦର ଲାଗୁଛି। ସତରେ ବହୁତ ସୁନ୍ଦର ଜାଗା। ଆପଣ ଯଦି ଚାହୁଁଛନ୍ତି ଆସିବା ପାଇଁ ତାହେଲେ ଆପଣ ଆସନ୍ତୁ, ଆସିକି ଏଠି ଭୋଜି କରନ୍ତୁ। ଭୋଜି କରି ସେଇ ଜଗତରେ ଆସି ଆପଣ ତାହାର ସୁନ୍ଦର ଭ୍ୟୁ ଦେଖନ୍ତୁ। ତାପରେ ଆମେ ବାହାରି ପଡ଼ିଥିଲୁ ସେଇ ମାର ଦର୍ଶନ ପାଇଁ। ତେବେ ଆସନ୍ତୁ ମାଙ୍କର ଦର୍ଶନ କରିବା। ଆପଣ ଦେଖିପାରୁଥିବେ ମା ଶୁକ୍ଳ ବୁଢ଼ୀଙ୍କର ଦର୍ଶନ। ତାପରେ ମାର ଦର୍ଶନ ପାଖାପାଖି ସମସ୍ତେ ବ୍ୟାକୁଳ। ତେବେ ଆସି ସେହି ମାଙ୍କ ପାହାଡ଼ ଭିତରକୁ ଆମେ ଠାକୁରାଣୀ ମାଙ୍କ ପାଖରେ ଭୋଗ ଲାଗି କରିସାରିଲା ପରେ ଆମେ ଆରମ୍ଭ କରିବୁ ବଣଭୋଜିର ଆୟୋଜନ। ଇଏ ଆମ ଠାକୁରାଣୀଙ୍କ ରାସ୍ତା ମନ୍ଦିରକୁ ଯିବା ପାଇଁ ପାହାଡ଼ ଭିତରେ। ମା ଏଇଠି ଅଛନ୍ତି। ପଳଉଛୁ ପିଲା ଆସନ୍ତୁ। ଛୁଆ ଗଲ ଜଇଁ ପୁଅ ଆସ ଆସ ଆସ। ହରିଗଲ ପୋଖରୀ ବଢିଆ ବଢିଆ ହେଲା। ହଁ ଆଇଲା। ମାଙ୍କର ଦର୍ଶନ ସାରି ପୁଣି ଥରେ ଫେରିଥିଲୁ ଆମେ ସେହି ଜାଗାକୁ ଯୋଉଠି ଆମେ ବଣଭୋଜି କରିବା ପାଇଁକା ବାହାରିଥିଲୁ। ବର୍ତ୍ତମାନ ଆପଣ ଦେଖିପାରୁଥିବେ ଏଇ ଗତ 2 ଦିନ ଧରି ଆସିକି ଆଉ ଏକ ବଣଭୋଜି ଟିମ୍ ଆସି ଏଠି ରହିକି ଭୋଜି କରୁଛନ୍ତି ଏବଂ ନବବର୍ଷର ବହୁତ ଆନନ୍ଦ ନେଉଛନ୍ତି। ଏ ଦେଖିପାରୁଥିବେ ଝରଣା, ପାହାଡ଼ ଭିତରେ ଝରଣା। ତାପରେ ଆମର ଆରମ୍ଭ ହୋଇଯାଇଛି ଭୋଜିର କାର୍ଯ୍ୟକ୍ରମ। ଭାତ ଭଳିଆ ହେଇଛି ଚାଉଳ ଭାତ। ବଣଭୋଜି କରିବାକୁ ଆସିଲେ ତ ଆପଣଙ୍କୁ ଯାହାହେଲେ ପାଖାପାଖି କିଛି ଦେଶୀ ଯୋଗାଡ଼ କରିବାକୁ ପଡ଼ିବ। ଯେହେତୁ ଆମେ ହେମଦସ୍ତା ଆଣିନଥିଲୁ, ଏମିତି କିଛି ଉପାୟରେ ଅଦା ରସୁଣକୁ ପେଷ୍ଟ ବନେଇଥିଲୁ। ତ ଏହା ତ ହେଉଛି ବଣଭୋଜି ଯୋଗାଡ଼। ସବୁ ଦେଶୀ ଯୋଗାଡ଼ରେ ହିଁ ହୋଇଥାଏ ବଣଭୋଜି। ତ ଏହାର ଏକ ସୁନ୍ଦର ମଜା ବି ଆମେ ନେଇଥିଲୁ। ବହୁତ ଆନନ୍ଦ ବି ଲାଗିଥିଲା। ଯାହା ହଉ ସେ କି ବଣଭୋଜି। ଏହା ଭିତରେ ଆମର ଭାତ ହେଇସାରିଛି। ତାପରେ ଚିକେନ ପାଇଁ ଆମେ ଆରମ୍ଭ କରିବୁ। ଚାଲନ୍ତୁ ବର୍ତ୍ତମାନ ଚିକେନ ପାଇଁ ପିଆଜ କଷା ଆରମ୍ଭ ହେଇଗଲାଣି। ଆଉ ପିଆଜ ଟିକେ ମଳିଗଲେ ତା ଦେହରେ ହଳଦୀ, ଲଙ୍କା ପାଉଡର, ଅଦା ଆଉ ରସୁଣ ପେଷ୍ଟ ଆମେ ଯେଉଁ ବନେଇଥିଲୁ ଏହାକୁ ପକାଇ ପୁଣି ଏକ ମସଲା କଷେଇବାରେ ଲାଗିଛୁ।
ତାପରେ ଖାଇବା ଆରମ୍ଭ। Macam baca lagu mana? Lima kain. Start. Ada dia. ନାଇଁ ଭାଇ ବାଚ୍ଚା ମିଛା ମୁଁ କାନ୍ଦି ଗଲି। Tiga na. ହଁ ଖାଇବା ତ। Start kara kौन सी? ମନ ଭଲ ଲାଗୁଛି ଯେତେବେଳେ ଆସିକି ଖାଇବା ଭୋଜିଟା ସବୁଠୁ ବଢିଆ ହେଇଛି। ଆମ କାଳେ ଆଦି କରିଛି। ଚାଲିବା ବାଟଟା ସଫର କେମିତି ରହିଲା? ଖାଇଦେବୁ। ବାଟି ମୁଁ ସବୁଦିନ ଖାଇପାରିବି। ତାଙ୍କର କିଛି କହିବେ? ତାଙ୍କର ଭୋଜି ଖାଇବା ଶେଷ ଏଥର ଘରକୁ ଚାଲ। ଭୋଜି ଖାଇବା ଶେଷ ହେଲା। ଜୟ ଜୟ ଜୟ। ବର୍ତ୍ତମାନ ସମସ୍ତଙ୍କ ମନ ଖୁସି ଅଛି। ହରି ବୋଲ ହରି ବୋଲ। ଆଉ କଣ ମାନେ ବର୍ତ୍ତମାନ ଆମେ ଭୋଜି ଛାଡ଼ି ଗାଁକୁ ଫେରୁଛୁ। ଗାଁ ଆସିକି ବହୁତ ଖୁସି ଲାଗିଲା ଠାକୁରଙ୍କ ପାଖକୁ। ଏମିତି ସବୁ ଆସିଥାଉ। କିଆରିଟା ଅନେକ କହୁନି। ରାସ୍ତା ଉପରେ କଣ ଦେଖୁଛୁ? ଏଟା ଥିଲା ଆମ ଆସନ୍ତୁ ବୁଲି ଯାଆନ୍ତୁ କିନ୍ତୁ ଦେଖେ ଦିନ ବାଣୀ ଲେଖିଦିଅ କିଏ ନବ କିଏ ନହେଲେ ବାଳ ଭୋଜି ଆସନ୍ତୁ। କହୁଛୁ ନାଇଁ ମୋ ପାଟି ତ ଭୋଜି ଛାଡ଼ି ଏଇଟା ରେକର୍ଡିଂ କଥା। ସମସ୍ୟା ଗୋଟେ ଡେକ୍ଚି କେହି ଧରୁନା ଆଇଲା ବିନା ନିମନ୍ତ୍ରଣ। ଆସନ୍ତୁ ବୁଲି ଯାଆନ୍ତୁ କିନ୍ତୁ ଦେଖେ ଦିନ ବାଣୀ ଲେଖିଦିଅ କିଏ ନବ କିଏ ନହେଲେ ବାଳ ଭୋଜି ଆସନ୍ତୁ। ଆସନ୍ତୁ ବୁଲି ଯାଆନ୍ତୁ କିନ୍ତୁ ଦେଖେ ଦିନ ବାଣୀ ଲେଖିଦିଅ କିଏ ନବ କିଏ ନହେଲେ ବାଳ ଭୋଜି ଆସନ୍ତୁ। ଜୟ ମା ଶୁକ୍ଲା ମଲ ଯାତ୍ରା ସଫଳ କଲା। ଆସନ୍ତୁ ବୁଲିକି ଯାଆନ୍ତୁ। ଦେଖେ ଦିଟା ମତେ କରେ ଯାଇଥିଲେ ଆମେ କୁଆଡେ ଜୟ ଜଗନ୍ନାଥ। ଖାଲି ଭିଡିଓ ଜୟ ମା ଶୁକ୍ଲା। ଯିବା ଫେରି ଘରକୁ ଯାତ୍ରା